ବିଜେପି 10 ତାରିଖ ଦିନ ସରକାର ଗଢ଼ିବ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କିଏ ହେବ ମୁଖ୍ୟମନ୍ତ୍ରୀ? କିଏ କହୁଛନ୍ତି ଅପରାଜିତା ଷଡ଼ଙ୍ଗୀ, ଆଉ କିଏ କହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଆଉ ମଧ୍ୟ କେତେ ଜଣଙ୍କ ନାଁ ସାମ୍ନାକୁ ଆସୁଛି, ଯେମିତିକି ସୁରଜ ସୂର୍ଯ୍ୟବଂଶୀ, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ। ଆମେ କହୁଛୁ ପ୍ରତାପ ଷଡ଼ଙ୍ଗୀ କଥା ବା ନନା, ଯେ କି ଆଜି ପର୍ଯ୍ୟନ୍ତ ଚାଳ ଘରେ ରହୁଛନ୍ତି, କରପସନ ବିରୋଧ। ବଦଳି ନାହାନ୍ତି ନନା, କାଲି ଯେମିତି ଥିଲେ ଆଜି ମଧ୍ୟ ଠିକ୍। ପ୍ରତାପ ଷଡ଼ଙ୍ଗୀ ଏମିତି ଲୋକ ଯାହାର ଲୋଭ ନାହିଁ। ଚାଳ ଘରେ ରହୁଛନ୍ତି, ସରକାରୀ ଟ୍ୟୁବୱେଲରେ ଗାଧୋଉଛନ୍ତି, ସାଇକେଲରେ ବୁଲୁଛନ୍ତି। ଯଦି ବିଜେପିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା କହିବା, ସିଏ ବି ଗୃହତ୍ୟାଗୀ। ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେ ମଧ୍ୟ ସନ୍ନ୍ୟାସୀ। ଏହାକୁ ଦେଖି ଆଶା କରାଯାଉଛି କି ପ୍ରତାପ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି। ଆପଣଙ୍କ ମତ କ'ଣ ନିଶ୍ଚିତ କମେଣ୍ଟ କରି କୁହନ୍ତୁ। ଆପଣଙ୍କ ହିସାବରେ କିଏ ମୁଖ୍ୟମନ୍ତ୍ରୀ ହେବା ଯୋଗ୍ୟ?